ଆପଣଙ୍କର ଆକାଉଣ୍ଟ ସାଙ୍ଗରେ ଯଦି ଏନପିସିଆଇ ଲିଙ୍କ୍ ନଥାଏ ତ କ'ଣ କରିବେ? ଦେଖନ୍ତୁ ଏଠି ଏନପିସିଆଇ ଲେଖା ଅଛି। ଏନପିସିଆଇ ଉପରେ ମୁଁ କ୍ଲିକ୍ କଲା ପରେ ଦେଖନ୍ତୁ ସାଇଟ୍ଟା ଖୋଲିଗଲା। ତ ଏଠି ଆପଣ କ'ଣ କରିବେ ନା କଷ୍ଟମର ଉପରେ କ୍ଲିକ୍ କରିବେ। କଲାପରେ ଦେଖନ୍ତୁ ତଳେ ଭାରତ ଆଧାର ସେଣ୍ଡିଂ ଏନିବଲ୍ ଏଇ ଯେଉଁ ଜାଗା ଉପରେ ଆପଣ କ'ଣ କରିବେ କ୍ଲିକ୍ କରିବେ। କଲାପରେ ଦେଖନ୍ତୁ ପର ପେଜ୍ଟା ଖୋଲିଲା। ତ ଏଠି ଆପଣ କ'ଣ କରିବେ ନା ଆପଣଙ୍କର ଆଧାର ନମ୍ବରଟା ଦେଇସାରିଲା ପରେ ଏଠି ଯେଉଁ ଲେଖା ଅଛି ସେଣ୍ଡିଂ, ଏଇ ସେଣ୍ଡିଂ ଉପରେ କ୍ଲିକ୍ କରିବେ। କଲାପରେ ଦେଖନ୍ତୁ ତଳ ପେଜ୍ଟା ଆପଣଙ୍କର କେଉଁ ବ୍ୟାଙ୍କରେ ଆକାଉଣ୍ଟ ସାଙ୍ଗରେ ଆପଣ ଏନପିସିଆଇ ଲିଙ୍କ୍ କରିବାକୁ ଚାହୁଁଛନ୍ତି ସେଇ ବ୍ୟାଙ୍କଟା ଏଠି ସିଲେକ୍ଟ କରିବେ। ତ ଦେଖନ୍ତୁ ଏଠି ବହୁତ ସାରା ବ୍ୟାଙ୍କ ଏଠି ଅଛି। ତ ଆପଣଙ୍କ ଯେଉଁ ବ୍ୟାଙ୍କ ଆପଣ ଏନପିସିଆଇ ଲିଙ୍କ୍ କରିବାକୁ ଚାହୁଁଛନ୍ତି ସେଇ ବ୍ୟାଙ୍କ ଏଠି ସିଲେକ୍ଟ କରିବେ। କଲାପରେ ଦେଖନ୍ତୁ ଆଗରୁ ଷ୍ଟେଟ୍ ବ୍ୟାଙ୍କ ନଥିଲା ଜାଗା ପରେ, ତ ବର୍ତ୍ତମାନ ଏଇଟା ଆସିଯାଇଛି ଏଇ ଜାଗା ପରେ। ତ ଏଇ ଯେଉଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଁ ସିଲେକ୍ଟ କଲାପରେ ଦେଖନ୍ତୁ ତାପରେ ଏଠି 3ଟି ଅପସନ୍ ଦେଇଛି। ମୁଁ ଲାଷ୍ଟ ଅପସନ୍ଟାକୁ ମୁଁ ସିଲେକ୍ଟ କଲାପରେ ଦେଖନ୍ତୁ ତାପରେ ଏଠି କ'ଣ କହିଛି ଯେ ଆପଣଙ୍କର ଆକାଉଣ୍ଟ ନମ୍ବର ଦେବା ପାଇଁ ଯେଉଁ ଆକାଉଣ୍ଟ ନମ୍ବରଟି ଆପଣଙ୍କର ଏନପିସିଆଇ ଲିଙ୍କ୍ କରିବାକୁ ଚାହୁଁଛନ୍ତି ସେଇ ଆକାଉଣ୍ଟ ନମ୍ବରଟି ଏଠି ଦେବେ। ଦେଇସାରିଲା ପରେ ଏଠି ଆପଣଙ୍କର ଆକାଉଣ୍ଟ ନମ୍ବରଟି ଦେଇଦେବେ, କାରଣ ଯେଉଁ ଆକାଉଣ୍ଟ ନମ୍ବର ସାଙ୍ଗରେ ଆପଣ ଏନପିସିଆଇ ଲିଙ୍କ୍ କରିବାକୁ ଚାହୁଁଛନ୍ତି ଏଇ ଜାଗା ପରେ ଆପଣଙ୍କର ସେଇ ଆକାଉଣ୍ଟ ନମ୍ବରଟା ଦେବେ। ମୋର ଯେଉଁ ଆକାଉଣ୍ଟ ନମ୍ବରଟି ଦେଉଛି ବର୍ତ୍ତମାନ ସେଇଟା ମୋର ଏନପିସିଆଇ ସାଙ୍ଗରେ ଲିଙ୍କ୍ କରିବାକୁ ଚାହୁଁଛି ଷ୍ଟେଟ୍ ବ୍ୟାଙ୍କର, ସେଇ ନମ୍ବରଟି ମୁଁ ଏଠି ଦେଉଛି। ଏନପିସିଆଇ ଲିଙ୍କ୍ କରିବାକୁ ଚାହୁଁଛି ଷ୍ଟେଟ୍ ବ୍ୟାଙ୍କର, ତ ଆପଣ ଆପଣଙ୍କର ଆକାଉଣ୍ଟ ନମ୍ବରଟି ଏଇ ଜାଗା ପରେ ଏଠି ଦେଇଦେବେ। ଦେଇସାରିଲା ପରେ ଆଉ ଥରେ ଆପଣ ଏଠି କହୁଛି ଯେ ଯେଉଁ ନମ୍ବରଟି ପ୍ରଥମେ ଦେଇଥିଲେ ସେଇ ନମ୍ବରଟି ତଳେ କନଫର୍ମ କରିବା ପାଇଁ କହୁଛି। ତ ସେଇଟା ଆପଣ ସେଇ ନମ୍ବରଟି ଏଠି ତଳେ ଦେଇଦେବେ। ଦେଇସାରିଲା ପରେ ଦେଖନ୍ତୁ ମୁଁ ଦେଇଦେଲି, ପେଷ୍ଟ କରିଦେଲି। ଦେଖନ୍ତୁ ତାପରେ ଏଠି ଟର୍ମ କଣ୍ଡିସନ୍ ଯାହା ଦେଇଛି ଏଠି ଠିକ୍ କଲାପରେ ଏଠି କ୍ୟାପଚର କୋଡ଼୍ କମ୍ପ୍ଲିଟ୍ କରିବାକୁ ପଡ଼ିବ। କ୍ୟାପଚର କୋଡ଼୍ କମ୍ପ୍ଲିଟ୍ କରିସାରିଲା ପରେ ସବମିଟ୍ ଉପରେ ଆପଣ କ୍ଲିକ୍ କରିବେ। କଲାପରେ ଆପଣଙ୍କର ବ୍ୟାଙ୍କ ସାଙ୍ଗରେ ଏନପିସିଆଇ ଲିଙ୍କ୍ଟା ହେଇଯିବ। ଅତି ସହଜରେ ବସି ଆପଣଙ୍କ ଘରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ ଏନପିସିଆଇ ଲିଙ୍କ୍ କରିପାରିବେ। ଏ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ ନୂଆ ଭିଡ଼ିଓ ଦେଖିବା ପାଇଁ।